आसिका विज्ञान महाविद्यालय अध्यक्ष डॉक्टर संतोष कुमार चौधरी अध्यक्षतार 79तम स्वाधीनता दिवस एक वर्णाढ़ी परिवेश भितर आयोजित हो जाइए। ଏହି ଅବସରରେ ମହାବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀ, ଯୁବ ରେଡ୍କ୍ରସ୍, ସ୍କାଉଟ୍ ଓ ରୋଭର୍ସ, ଜାତୀୟ ସେବା ଯୋଜନା, ଆତ୍ମସୁରକ୍ଷା ବାଳିକା ଶାଖା ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, କ୍ୟାଡେଟ୍, ସ୍ୱେଚ୍ଛାସେବୀଙ୍କ ପ୍ୟାରେଡ୍ର ତାଳେ ତାଳେ ଉଛଳି ଉଠିଥିଲା ମହାବିଦ୍ୟାଳୟର କ୍ରୀଡ଼ା ପ୍ରାଙ୍ଗଣ। ଅଧ୍ୟକ୍ଷ ଡକ୍ଟର ଚୌଧୁରୀଙ୍କ ରାଷ୍ଟ୍ରୀୟ ଉଦ୍ବୋଧନ ସମସ୍ତଙ୍କୁ ଆକୃଷ୍ଟ କରିଥିଲା। ପ୍ରତ୍ୟେକ କ୍ଷେତ୍ରରେ ମୁଁ ନ କହି ମୋର କହି ରାଷ୍ଟ୍ରୀୟ ବିକାଶ ପଥରେ ଆଗେଇ ଆସିବା ପାଇଁ ଆହ୍ୱାନ କରିଥିଲେ ଏବଂ ବସୁନ୍ଧୈବ କୁଟୁମ୍ବକମ୍ ଚୁମ୍ବକୀୟ ବାର୍ତ୍ତା ମାଧ୍ୟମରେ ଦେଶ ପ୍ରଗତିର ବ୍ରତୀ ହେବା ପାଇଁ ଯୁବପିଢ଼ିଙ୍କୁ ଦିଶା ନିର୍ଦ୍ଦେଶ କରିଥିଲେ। ମୁଖ୍ୟ ଅତିଥି ସ୍ୱ ମହାବିଦ୍ୟାଳୟର ଅବସରପ୍ରାପ୍ତ ପିଇଟି ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଉପସ୍ଥିତ ଥିଲେ। ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇବା ପାଇଁ ନୈତିକତାର ବାର୍ତ୍ତା ଦ୍ୱାରା ଯୁବବର୍ଗଙ୍କୁ ଆହ୍ୱାନ କରିଥିଲେ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ। ଏନସିସି ଅଧିକାରୀ ଡକ୍ଟର ଅଜିତ କୁମାର ମୁନି ସ୍ୱାଗତ ଭାଷଣ ରଖିଥିଲେ। ସ୍ୱାଧୀନତା ଦିବସ ପାଇଁ ଆୟୋଜିତ ନିବନ୍ଧ ଏବଂ ବକ୍ତୃତା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ଦ୍ୱାରା ସମ୍ମାନିତ କରାଯାଇଥିଲା ଅତିଥିଙ୍କ କରକମଳରେ। ଏହି ଅବସରରେ କଲେଜର ପ୍ରଶାସନିକ ଅଧିକାରୀ ବିଭୂତି ଭୂଷଣ ବେବର୍ତ୍ତା, ଶୈକ୍ଷିକ ଅଧିକାରୀ ଡକ୍ଟର ସ୍ମିତାରାଣୀ ପଣ୍ଡା, ସ୍କାଉଟ୍ ଅଫିସର ସରୋଜ କୁମାର ପଣ୍ଡା, ଯୁବ ରେଡ୍କ୍ରସ୍ ଉପଦେଷ୍ଟା ରାଜେଶ କୁମାର ସାହୁ, ଡକ୍ଟର ମାଧୁରୀ ହେମ୍ରମ, ଏନ୍ଏସ୍ଏସ୍ ଅଧିକାରୀ ଚିତ୍ରସେନା ବେହେରା, ପବିତ୍ର ଧାଙ୍ଗଡ଼ା ମାଝୀ, ସୁଶ୍ରୀ ଯୋଗେଶ୍ୱର ଧରୁଆ, ଆତ୍ମସୁରକ୍ଷା ବାଳିକା ଶାଖାର ଅଧିକାରୀ ସୁଶ୍ରୀ ରଶ୍ମିପ୍ରିୟା କାଲୋ ଓ ମିନତୀ ବେହେରା, ପିଇଟି ଜି ରାହୁଲ ପାତ୍ର ଉକ୍ତ ଅବସରରେ କାର୍ଯ୍ୟନିର୍ବାହ କରିଥିଲେ। ଆନୁଷଙ୍ଗିକ କାର୍ଯ୍ୟରେ ନିମଜ୍ଜିତ ଥିଲେ ସର୍ବଶ୍ରୀ ଧନଞ୍ଜୟ ମହାପାତ୍ର, ସନାତନ ପାଢ଼ୀ, ଡକ୍ଟର ଗଣେଶ୍ୱର ପ୍ରଧାନ, ଗୌତମ ମାଝୀ, ଓମ୍ ପ୍ରକାଶ ସରାଫ, ପିଙ୍କୁ ବିଷୋଇ, ପ୍ରମୋଦ କୁମାର ସାହୁ, ଶତ୍ରୁଘ୍ନ ଗୌଡ଼, ସନ୍ତୋଷ କୁମାର ଲେଙ୍କା ଏବଂ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ତଥା ସମସ୍ତ ୟୁନିଟ୍ର ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀଗଣ। ପରିଶେଷରେ ସ୍କାଉଟ୍ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ୟୁରୋ ରିପୋର୍ଟ, ଆଞ୍ଚଳିକ ବାର୍ତ୍ତା। जय हे भारत भाग्य विधाता, पंजाब सिंध गुजरात मराठा द्राविड़ उत्कल गंगा, विंध्य हिमाचल यमुना गंगा उच्चल जलधि तरंगा, तव शुभ नामे जा तब शुभ आशीष मागे, गाए तब जय गाथा, जनगण मंगलदायक जय हे भारत भाग्य विधाता, जय हे जय हे जय हे जय जय